ସୋ ଦେଖ ଷ୍ଟୁଡେଣ୍ଟସ୍, ଏଇଟା ତମର ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାର 2025 ର କ୍ୱେଶ୍ଚିନ୍ ଏବଂ ଏଇଟା ହଉଛି ତମର ଷ୍ଟେଜ୍ 1 ଅର୍ଥାତ୍ ତମର ଷଷ୍ଠ ଶ୍ରେଣୀର କ୍ୱେଶ୍ଚିନ୍। ତ ଷଷ୍ଠ ଶ୍ରେଣୀ ବି ତମର ହାଇ କ୍ଲାସର କ୍ୱେଶ୍ଚିନ୍ ଟିକେ ଆସିଯାଉଛି। ତମେ ପ୍ରାକ୍ଟିସ୍ କଲେ ନିଶ୍ଚିତ ଭାବରେ ଏଇସବୁ କ୍ୱେଶ୍ଚିନ୍ ମଧ୍ୟ କରିପାରିବ। ସୋ ସମସ୍ତଙ୍କୁ ଆଜିର ଭିଡ଼ିଓରେ ସ୍ୱାଗତ। ସୋ ଆଜିର ଭିଡ଼ିଓରେ ଆମେ ତମର ଏଇ ବର୍ଷ ଏକ୍ଜାମରେ ଯୋଉ କ୍ୱେଶ୍ଚିନ୍ ଗୁଡ଼ିକ ଆସିଛି ସେଗୁଡ଼ିକ ଆଲୋଚନା କରିବା। ତା ପୂର୍ବରୁ ଯେଉଁମାନେ ବି ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନ ଜଏନ୍ ହେଇପାରିବ, କାରଣ ସେଠି ତମର ଡେଲି ଏଇଭଳି କ୍ୱେଶ୍ଚିନ୍ କରାଯାଉଛି ଏବଂ ଅଧିକରୁ ଅଧିକ କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କଲେ ନିଶ୍ଚିତ ଭାବରେ ତୁମେ ପରୀକ୍ଷାରେ ସମସ୍ତେ ଭଲ କରିପାରିବ। ସୋ ଚାଲନ୍ତୁ ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚିନ୍ଟା କ'ଣ ଦେଇଛି ଥରେ ପଢ଼। ତମକୁ ଦେଲା ଯେ 10ଟି ସରଳରେଖା ପରସ୍ପରକୁ ଅତି ବେଶୀରେ କେତୋଟି ବିନ୍ଦୁରେ ଛେଦ କରିବେ ସେ ପଚାରିଛି। ତ ଦେଖ, ଯଦି ମୁଁ ଦିଟା ସରଳରେଖା ମନେକର ନଉଛି, କେତେଟା ବିନ୍ଦୁରେ ଛେଦ କରୁଛନ୍ତି? ଗୋଟେ। ବୁଝିପାରୁଛ ତ? ଗୋଟେ ବିନ୍ଦୁରେ ଛେଦ କରୁଛନ୍ତି। ତିନିଟା ସରଳରେଖା ମୁଁ ନଉଛି, ତିନିଟା ସରଳରେଖା ନେଲେ କେତେ ହବ? ଦେଖ, ଏଇଟା ଦେଖ ସର୍ବାଧିକ ଏଇଟା ହଉନି। ଏଠି ତମକୁ ଲାଗୁଥିବ ଯେ ଦିଟା ବିନ୍ଦୁରେ ତ ଛେଦ କରୁଛନ୍ତି ତିନିଟା, କିନ୍ତୁ ସେମିତି ନୁହେଁ। ଦେଖ ଏଠି ଏମିତି ନେଲି, এইটা হচ্ছে ତମର ଦେଖ ସର୍ବାଧିକ ବିନ୍ଦୁରେ ଛେଦ କଲେ। ଏଠି ତମର କେତେଟା ଛେଦ ବିନ୍ଦୁ ଆସିଲା? ଏଠି ଗୋଟେ, ଦିଟା, ତିନିଟା, ତିନୋଟି ଛେଦ ବିନ୍ଦୁ ଆସୁଛି। ତ ତମେ ଚିନ୍ତା କରିବ ଯେ ଅଧିକ ସରଳରେଖା ଯଦି ମନେକର 10, 12 ଦଉଛି କେମିତି କରିବା? ତ ଯେତିକି ତମର ଦଉଛି ସେଇଟା ହଉଛି ତମର, ତମେ ନେଇଯାଅ ଯେ n ବୋଲି। ବୁଝିପାରୁଛ? ଏବଂ ଛେଦ ବିନ୍ଦୁ ସଂଖ୍ୟା ତମର କଣ ହବ ନା, କେତେ ହେଇଯିବ ନା n into n-1/2। এই সূত্রটা ସମସ୍ତେ ମନେ ରଖିବ, n into n-1/2। ତ ଦେଖ ଏଠି ତମକୁ କ୍ୱେଶ୍ଚିନରେ କେତେ ଦେଇଛି? 10 ଦେଇଛି ନା, ତାହେଲେ ଏଠି ତମର ଆନ୍ସର କଣ ହେଇଯିବ ନା 10, n ଟା ହଉଛି ଏଠି 10, 10 ଗୁଣନ ପୂର୍ବବର୍ତ୍ତୀ ସଂଖ୍ୟା ତାର କେତେ? 9, 10 ଗୁଣନ 9/2, ତ 90/2 ତମର ଆନ୍ସର ହଉଛି 45। ବୁଝିହେଲା ତ ପୁରା କ୍ଲିୟରଲି? ତମର ଏଠି ଅପସନ B ହଉଛି କରେକ୍ଟ। ତ ଏଇଭଳି ସୂତ୍ର ସମସ୍ତେ ମନେ ରଖ, ଯାହାଦ୍ୱାରା କି ପରୀକ୍ଷାରେ ତମେ ଦେଖୁ ଦେଖୁ କ୍ୱେଶ୍ଚିନ୍ କରିବ। କିଛି କଷ୍ଟ ଅଛି କି ଏଥିରେ? କିଛି କଷ୍ଟ ନାହିଁ। ଯେତିକିଟି ସରଳରେଖା ଦେଇଛି ତାକୁ ତା ପୂର୍ବବର୍ତ୍ତୀ ସଂଖ୍ୟା ସହିତ ଗୁଣିବ, କାରଣ ଏଇଟା ହଉଛି ତମ n। ସୂତ୍ରଟା କଣ? n into n-1/2। 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ। ଏକ ଶ୍ରମିକ ଦଳରେ 9 ଜଣ ଶ୍ରମିକ ଥିଲେ। ସେମାନେ ଏକ ରାସ୍ତା ନିର୍ମାଣ କରିବାକୁ ଚୁକ୍ତି କରି ପ୍ରଥମ ଦିନ ଜଣେ, ଦ୍ୱିତୀୟ ଦିନ 2 ଜଣ, ତୃତୀୟ ଦିନ 3 ଜଣ, ଏହିପରି ଭାବରେ ନବମ ଦିନ 9 ଜଣ ଶ୍ରମିକ କାମ କଲେ। ସେହିପରି କାମଟିକୁ ଶେଷ କଲେ। ସେମାନେ ଏକତ୍ର କାମ କରିଥିଲେ କାମଟିକୁ କେତେ ଦିନରେ ଶେଷ କରିଥାନ୍ତେ? ତ ଦେଖ, ତମକୁ କ୍ୱେଶ୍ଚିନରେ ଦେଇଛି ଯେ ପ୍ରଥମ ଦିନ, ତ ଦେଖ ପ୍ରଥମ ଦିନ କ୍ୱେଶ୍ଚିନରେ ଦେଇଛି ଯେ ଜଣେ କାମ କରୁଛି, ଦ୍ୱିତୀୟ ଦିନ 2 ଜଣ କାମ କରୁଛନ୍ତି, ତୃତୀୟ ଦିନ କଣ ହଉଛି 3 ଜଣ, ଏହିପରି ଭାବରେ ନବମ ଦିନ ଯାଏ ଯେତେବେଳେ ଆମେ ପହଞ୍ଚନ୍ତି, ନବମ ଦିନ 9 ଜଣ କାମ କରୁଛନ୍ତି। ତ ମନେକର ଆମେ ନେବା ଯେ ପ୍ରଥମ ଦିନ ଯୋଉ ଜଣେ କାମ କରୁଛନ୍ତି ସିଏ 1 ୟୁନିଟ୍ କାମ କରୁଛନ୍ତି, 1 ଏକକ କାମ ସିଏ କରୁଛନ୍ତି। ତ ଦ୍ୱିତୀୟ ଦିନ କଣ ତମର 2 ଜଣ ଲୋକ ହେଇଗଲେ, ତ ସେମାନେ କଣ 2 into 1, 2 ଏକକ କାମ କରିବେ ବୋଲି ଆମେ ଧରିବା। ବୁଝିହେଲା? ସେଇଭଳି ଭାବରେ ଯଦି ମୁଁ କହିବି ଯେ ତୃତୀୟ ଦିନ କେତେ କାମ ହେଇଥିବ, ତୃତୀୟ ଦିନ 3 ଜଣ ଅଛନ୍ତି ମାନେ 3 ଏକକ କାମ ହେଇଥିବ। ତ ଏଇଭଳି ଭାବରେ ଯଦି କଣ୍ଟିନ୍ୟୁ ହେଇଯିବ, ନବମ ଦିନ ତମର 9 ଜଣ ଅଛନ୍ତି, ତ କେତେ କାମ ହବ? 9 ଏକକ କାମ ହବ। ବୁଝିହେଲା? ତ ମୋଟ କାମ କେତେ ଏକକର କାମ ଅଛି, କେତେ ୟୁନିଟ୍ ହେଲା? ଏକକ ମାନେ କଣ? ୟୁନିଟ୍। କେତେ ୟୁନିଟର କାମ ହଉଛି? 1 ରୁ 9 ପର୍ଯ୍ୟନ୍ତ ଯୋଗଫଳ ନେଇଯିବା। ବୁଝିପାରୁଛ? କାରଣ 1, 2, 3, ତାପରେ ଚତୁର୍ଥ ଦିନ କେତେ? 4 ଏକକ, ପଞ୍ଚମ ଦିନ 5 ଏକକ, ଏଇଭଳି ଭାବରେ ରହିବ ନା। ତ ମୋଟ କେତେ ୟୁନିଟର କାମ ନା 1 + 2 + 3 + 4 + 5 + 6 + 7 + 8 + 9। ବୁଝି ହଉଛି?
ତ 1 ରୁ n ପର୍ଯ୍ୟନ୍ତ ସଂଖ୍ୟା ମାନଙ୍କର ଯୋଗଫଳ ସୂତ୍ର ସମସ୍ତେ ଜାଣିଛ। କଣ ସେ ସୂତ୍ରଟି? ନା n into n plus 1 by 2। ଏଠି ଯଦି ଆମେ ଦେଖୁଛନ୍ତି 1 ରୁ 9 ପର୍ଯ୍ୟନ୍ତ ଯୋଗଫଳ ଅଛି, ତାହେଲେ ଆମେ କଣ କରିବା? ଲାଷ୍ଟ ସଂଖ୍ୟାଟା କେତେ ଅଛି? 9 ଅଛି। 9 ଗୁଣନ ତା ପରବର୍ତ୍ତୀ ସଂଖ୍ୟା 10 ତଳେ 2 ଡିଭାଇଡ କଲି। ତ 9 କୁ 10 ଗୁଣିଲେ କେତେ ହଉଛି? ନା 90। 90 ବାଇ 2 ହଉଛି 45। ତ ମୋଟ କାମ ହଉଛି ତମର 45 ଏକକ। ବୁଝି ହଉଛି? ତ ଦେଖ ମୋଟ କାର୍ଯ୍ୟ କେତେ ଏକକ ଅଛି? ନା 45 ଏକକ ଅଛି। କାର୍ଯ୍ୟ କରିବାକୁ କେତେ ଜଣ ଲୋକ ଅଛନ୍ତି? 9 ଜଣ ଶ୍ରମିକ ଅଛନ୍ତି। ତାହେଲେ କେତେ ଦିନ ଲାଗିବ? ତ ଦେଖ ଦିନ ସଂଖ୍ୟା ଆମେ କେମିତି କାଢିବା? ଦେଖ ମୋଟ କାର୍ଯ୍ୟ ତଳେ କେତେ ଲେଖିବି? ଶ୍ରମିକ ସଂଖ୍ୟା। କେତେ ଶ୍ରମିକ ଅଛନ୍ତି ସେ କାର୍ଯ୍ୟ କରିବାକୁ? ତ ମୋଟ କାର୍ଯ୍ୟ ଏଠି କେତେ ଅଛି? ନା 45 ଏକକର ମୋଟ କାର୍ଯ୍ୟ ରହୁଛି। ତ ଉପରେ ମୁଁ ଲେଖିଲି 45। ଶ୍ରମିକ ଅଛନ୍ତି 9 ଜଣ। ତ 45 କୁ 9 ରେ ଡିଭାଇଡ କଲେ 5 ଏକକ। ତମେ ଏମିତି ବି ଚିନ୍ତା କରିପାରିବ, ଦେଖ ଯେ ମନେକର ତମର 45ଟା କଣ ଅଛି? ଚକୋଲେଟ ଅଛି। ବୁଝିପାରୁଛ? ତମର 9 ଜଣ ଶ୍ରମିକ ଅଛନ୍ତି। 9 ଜଣ ଶ୍ରମିକ ଅଛନ୍ତି ମାନେ କଣ? ତମର କେତେ ଦିନ ଲାଗିବ ତାହେଲେ? ଯଦି ସିଏ ମାନେ କେତେ ଦିନ ଲାଗିବ ତାଙ୍କୁ ଖାଇବାକୁ? 45 ବାଇ 9 କରିବ ନା। ବୁଝିପାରୁଛ? ଏଇଟା ମୁଁ ଏକକ ଭୁଲରେ ଲେଖିଦେଇଛି, ଏଠି 5 ଦିନ ହେଲା। ବୁଝିପାରୁଛ? ଏଇଭଳି ଭାବରେ ଚିନ୍ତା କରିବ। ସୋ କେମିତି କଲେ ଏଇଟା ବୁଝିପାରୁଥିବ? ଏଇଭଳି ଭାବରେ ତମକୁ ଟିକେ ଚିନ୍ତା କରିବାକୁ ପଡିବ ହେଲା। ସବୁ କୋଶ୍ଚିନ୍ ପୁରା ଡାଇରେକ୍ଟ ରହୁନି। ଏଇଟା ଯେମିତି ଆମେ କଲେ ଯେ ପ୍ରଥମ ଦିନ ଜଣେ ଶ୍ରମିକ ଥିଲା ତ ମୁଁ ଏକକର କାମ ନେଲି। ଦ୍ୱିତୀୟ ଦିନ କଣ? 2 ଜଣ ଅଛନ୍ତି ମାନେ 2 ଏକକର କାମ। ତୃତୀୟ ଦିନ 3 ଏକକର କାମ। ଏଇଭଳି ଭାବରେ ତମ ନବମ ଦିନ ଯାଏ କେତେ? 9 ଏକକ କାମ ରହିଲା। ତାହେଲେ ମୋଟ କେତେ ୟୁନିଟର କାମ ଅଛି? 1 ରୁ 9 ପର୍ଯ୍ୟନ୍ତ ଯୋଗଫଳ 45 ଏକକର କାମ ଅଛି। ବୁଝିପାରୁଛ? 45 ଏକକର କାମ ଅଛି ଏବଂ ତମର 9 ଜଣ ଶ୍ରମିକ ରହୁଛନ୍ତି। ତାହେଲେ ଯଦି ଏକତ୍ର ସେମାନେ କାମ କରିବେ, ଏକତ୍ର କାମ ମାନେ କଣ? ଗୋଟେ ଦିନରେ 9 ଏକକ କାମ କରିଦେବେ ନା। ବୁଝିପାରୁଛ? 9 ଜଣ ଶ୍ରମିକ ଅଛନ୍ତି, ଗୋଟେ ଦିନରେ 9 ଏକକର କାମ କରିବେ। ତା ମାନେ 45 ଏକକର କାମ କରିବା କେତେ ଦିନ ଲାଗିବ? 5 ଦିନ ଲାଗିବ ନା। ବୁଝି ହଉଛି? ଏଠି ବି ଯୋଉ ମୁଁ ତମକୁ ଉଦାହରଣ ଦେଲି, 9 ଜଣ ପ୍ରତ୍ୟେକ ଗୋଟେ ଚକୋଲେଟ ଦିନକୁ ଖାଉଛନ୍ତି। ଦେଖ କହିଦଉଛି ଆଉଥରେ। 9 ଜଣ ପ୍ରତ୍ୟେକ ଦିନକୁ ଗୋଟିଏ ଚକୋଲେଟ ଖାଉଛନ୍ତି। ମାନେ ଗୋଟେ ଦିନ କେତେ? 9ଟା ଚକୋଲେଟ ଖାଇବେ। ଯଦି 9ଟା ଚକୋଲେଟ ଖାଉଛନ୍ତି ଗୋଟେ ଦିନରେ, ତମର 45ଟା ଚକୋଲେଟ ଖାଇବାକୁ କେତେ ଦିନ ଲାଗିବ? ତମର 45 ବାଇ 9 କରିବ ନା। 45 ବାଇ 9 କଲେ ତମର ଆନ୍ସର ହବ 5 ଦିନ। ବୁଝିହେଲା? ଏମିତି ହିଁ ଚିନ୍ତା କରିବ। ତ ଏଠି ତମର ଅପସନ ସି ଟା ହଉଛି କରେକ୍ଟ। ଓକେ, ବୁଝିହେଲା? ଯଦି କିଛି ଡାଉଟ ରହୁଛି ତମେ ଟେଲିଗ୍ରାମ ଗ୍ରୁପରେ ଜଏନ ହେଇକି ପଚାରି ପାରିବ କିମ୍ବା କମେଣ୍ଟ କର। ନେକ୍ସଟ କ୍ୱେଶ୍ଚିନ୍ ଦେଖ, 3 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି? ଏକ ଗ୍ରାମରେ ପୁରୁଷ ମାନଙ୍କର ହାରାହାରି ବୟସ ହଉଛି 36 ବର୍ଷ, ସ୍ତ୍ରୀ ମାନଙ୍କର ହାରାହାରି ବୟସ ହଉଛି 32 ବର୍ଷ ଏବଂ ଗ୍ରାମର ସମସ୍ତ ପୁରୁଷ ଏବଂ ସ୍ତ୍ରୀ ଲୋକଙ୍କର ହାରାହାରି ବୟସ 35 ହେଲେ ପୁରୁଷ ଓ ସ୍ତ୍ରୀ ସଂଖ୍ୟାର ଅନୁପାତ କେତେ ହବ? ତ ଦେଖ ପୁରୁଷ ମାନଙ୍କର ହାରାହାରି ବୟସ ଦେଇଛି 36। ମନେକର ପୁରୁଷଙ୍କ ସଂଖ୍ୟା ମୁଁ ନେଇଯାଉଛି x, ସ୍ତ୍ରୀ ମାନଙ୍କ ସଂଖ୍ୟା ନେଇଯାଉଛି y। ପୁରୁଷ ମାନଙ୍କର ହାରାହାରି ବୟସ ଦେଇଛି 36, ସ୍ତ୍ରୀ ମାନଙ୍କର ହାରାହାରି ବୟସ ଦେଇଛି 32। ତା ମାନେ ଯଦି ମୁଁ ପୁରୁଷ ମାନଙ୍କର ମୋଟ ବୟସ କଥା ପଚାରିବି, ତମେ କଣ କରିବ ନା ଯେତିକି ହାରାହାରି ବୟସ ଦେଇଛି ତାକୁ ସଂଖ୍ୟା ସହିତ ଗୁଣିଦବ ଯେ କେତେ ଜଣ ଅଛନ୍ତି। ତାହେଲେ ଆମର ହେଇଯିବ 36x। ବୁଝିହେଲା? ସେଇଭଳି ମହିଳା ମାନଙ୍କର ମୋଟ ବୟସ କେତେ ହବ? ନା 32y। ଏଇ ଦିଟାକୁ ମୁଁ ବର୍ତ୍ତମାନ କଣ କରିବି ନା ପ୍ଲସ୍ କରୁଛି।
ତ ଏଠି ଗୋଟେ ମୁଁ କାମ କରୁଛି ତମର 36x ପ୍ଲସ୍ କେତେ ଲେଖିବି 32y, ଯାହା ଦ୍ୱାରା କି ପୁରୁଷ ଏବଂ ସ୍ତ୍ରୀଙ୍କ ମୋଟ ବୟସ ମୁଁ ଉପରେ ଲେଖିଦେଲି। ବର୍ତ୍ତମାନ ମୁଁ ତଳେ ଲେଖିଦେବି x ପ୍ଲସ୍ y, ଯାହା ଦ୍ୱାରା କି ଆମକୁ କଣ ମିଳିବ, ମୋଟ ପୁରୁଷ ଏବଂ ସ୍ତ୍ରୀଙ୍କର ହାରାହାରି ବୟସଟା ଏଇଟା ରହିବ, ନୁହେଁ କି? କାରଣ ପୁରୁଷଙ୍କ ମୋଟ ବୟସ ଯୁକ୍ତ ସ୍ତ୍ରୀ ମାନଙ୍କର ମୋଟ ବୟସ, ତଳେ ତମ ରହିଲେ ପୁରୁଷ ଯୁକ୍ତ ସ୍ତ୍ରୀ, ଯୋଉଟା କି ତମ ପାଖରେ ଅଛି 35। ତ ଏଇଟା ଇକ୍ୱାଲ ଟୁ ହବ ତମର 35। ବୁଝିହେଲା? ତ ବର୍ତ୍ତମାନ ତମେ କରିଦିଅ ବଜ୍ର ଗୁଣନ। ତ ଏଇଥିରୁ ମତେ କେତେ ମିଳିବ ନା 36x ପ୍ଲସ୍ 32y ଇକ୍ୱାଲ ଟୁ x ଟା ସେପଟେ ମଲ୍ଟିପ୍ଲାଏ ହବ, y ଟା ମଧ୍ୟ ସେପଟେ ମଲ୍ଟିପ୍ଲାଏ ହବ। ତ 35x ପ୍ଲସ୍ 35y, ଏତିକି ଯାଏଁ ବୁଝି ଯାଇଥିବ। ନେକ୍ସଟ ମୁଁ କଣ କରିବି ନା 35x ଟାକୁ ଏପଟକୁ ନେଇ ଆସିଲି। ବୁଝିପାରୁଛ? 36x ମାଇନସ୍ 35x ଇକ୍ୱାଲ ଟୁ 32y ଟା ଏପଟକୁ ନେଇ ଆସିବି। ତ ମାଇନସ୍ ହବ 35y ମାଇନସ୍ 32y। ତ 36 ରୁ 35 ଗଲେ ହଉଛି ତମର x, 36x ରୁ 35x, 35y ରୁ 32y ଗଲେ ହଉଛି 3y। କୋଶ୍ଚିନ୍ ମତେ ପଚାରିଛି ଯେ ପୁରୁଷ ଏବଂ ସ୍ତ୍ରୀ ମାନଙ୍କର ଅନୁପାତ କେତେ। ତ ଦେଖ ଏଇ ଯୋଉ y ଟା ଯଦି ମୁଁ ଏପଟକୁ ନେଇ ଆସିବି କଣ ହବ, x by y ହେଇଯିବ। ତ ଏପଟେ କେତେ 3 ଅଛି ଖାଲି, 3 ମାନେ କଣ 3 by 1 ଲେଖିପାରିବି। x by y କୁ ମୁଁ କେତେ ଲେଖି ଦେଇପାରିବି, x ଅନୁପାତ y ଇକ୍ୱାଲ ଟୁ 3:1। ବୁଝିହେଲା? ତ ମତେ ସେୟା ହିଁ ତ ପଚାରିଥିଲା ନା, ପୁରୁଷ ଏବଂ ସ୍ତ୍ରୀ ମାନଙ୍କର ଅନୁପାତ କେତେ ବୋଲି। ତ ଆନ୍ସର କଣ ରହିବ, ଅପସନ B ହଉଛି ଆନ୍ସର। ଓକେ, ଇଜି ଅଛି। ତ ହାରାହାରିର କନସେପ୍ଟ କ୍ୱେଶ୍ଚିନ୍ ଟି କଲେ, ତାପରେ କେବଳ ଜଷ୍ଟ ଇକ୍ୱେସନ ସଲ୍ଭ ଟାଇପ ର କରିଛନ୍ତି, କିଛି ଆଉ ଅଧିକା କରିନାହାନ୍ତି। ତ ହାରାହାରିଟା ବୁଝିପାରିଲ ତ? ମାନେ 36 ଜଣ ପୁରୁଷଙ୍କ ଯଦି ହାରାହାରି ବୟସଟା, ସରି x ଜଣ ପୁରୁଷଙ୍କ ହାରାହାରି ବୟସ ଆମେ ଏଠି ନେଇଛନ୍ତି 36, କୋଶ୍ଚିନ୍ ରେ ଦେଇଛି ହେଲା। ତ ମୋଟ ବୟସଟା କେତେ ହବ 36x। ଯଦି 5ଟି ଲବ୍ଧାଙ୍କର ହାରାହାରି 4 ହଉଛି, ଏଇଠି ଦେଖ ଆଉଥରେ କହିଦଉଛି, 5ଟା ଲବ୍ଧାଙ୍କ ଅଛି। ଲବ୍ଧାଙ୍କ ମାନେ କଣ, ଯୋଉ ତମର ରାଶି ଗୁଡିକ ଯାହା ଦେଇଥିବ ହେଲା। ମନେକର ମୁଁ ନଉଛି 2, 3, 4, ହାରାହାରି କେତେ ହବ 2 ପ୍ଲସ୍ 3 ପ୍ଲସ୍ 4 କଲି, ଲବ୍ଧାଙ୍କ କେତେଟା ଅଛି 1, 2, 3, ତ 3 ଡିଭାଇଡ କରିବି। ତ 9/3 କେତେ ହବ 3, ତ ହାରାହାରି ହଉଛି 3। ବୁଝିହେଲା? ନେକ୍ସଟ ଦେଖ 4 ନମ୍ବର କ୍ୱେଶ୍ଚିନ୍ ତମକୁ ଦେଇଛି, ପଠାଣି ସାମନ୍ତ ଗଣିତ ପରୀକ୍ଷାରେ 60ଟି ପ୍ରଶ୍ନ ତମର ପଡିଥିଲା। ପ୍ରତ୍ୟେକ ଠିକ୍ ଉତ୍ତର ପାଇଁ 2/1/2 ମାର୍କ ଦିଆଯାଏ। ପ୍ରତ୍ୟେକ ଭୁଲ ଉତ୍ତର ପାଇଁ 1/2 ମାର୍କ କାଟି ଦିଆଯାଏ ଏବଂ ଉତ୍ତର ନଦେଲେ 0 ମାର୍କ ଦିଆଯାଏ। ଶିବନ୍ୟା 4ଟି ପ୍ରଶ୍ନ ଛାଡ଼ିଦେବା ପରେ ଅବଶିଷ୍ଟ ପ୍ରଶ୍ନର ଉତ୍ତର ଦେଇ 116 ମାର୍କ ରଖିଲା, ତେବେ ସେ କେତୋଟି ପ୍ରଶ୍ନର ଭୁଲ ଉତ୍ତର ଦେଇଥିଲା। ଦେଖ କୋଶ୍ଚିନ୍ ଅଛି 60ଟା, ସିଏ କଣ କରିଛି ନା 4ଟା ପ୍ରଶ୍ନ ଛାଡି ଦେଇଛି, 4ଟି ପ୍ରଶ୍ନର ଆନ୍ସର କରିନି। ବୁଝିଯାଉଛି? ତାହେଲେ 56ଟା ପ୍ରଶ୍ନ ଆଟେଣ୍ଡ କରିଛି, 56ଟି ପ୍ରଶ୍ନ ସେ କରିକି ଆସିଛି। ପ୍ରତିଟି ଠିକ୍ ଉତ୍ତର ପାଇଁ ତମକୁ କୋଶ୍ଚିନ୍ ଦେଇଛି ଯେ 2/1/2 କି 1/2 ମାର୍କ ମିଳିଥାଏ। ତାହେଲେ ଯଦି ସେ ସବୁ ପ୍ରଶ୍ନ ଠିକ୍ କରିବ, ବୁଝିପାରୁଛ, ଯଦି ସବୁ ପ୍ରଶ୍ନ ଠିକ୍ କରିବ କେତେ ମାର୍କ ପାଇବ ନା 56 ଗୁଣନ 2/1/2। ଏଇଟା କେତେ ହବ, 56 କୁ 2 ରେ ଗୁଣିଲେ ହଉଛି 112, 1/2 କୁ 56 ରେ ଗୁଣିଲେ କେତେ ହବ, 1/2 ଗୁଣିଆ ମାନେ କଣ ଅଧା କରିଦବ ନା, ତ 28। ତାହେଲେ କେତେ ହଉଛି 140 ମାର୍କ ହଉଛି। କିନ୍ତୁ ସେ ରଖିଛି କେତେ ମାର୍କ, 116 ମାର୍କ ସେ ପାଇଛି। ତା ମାନେ ଏଠି ଯଦି ଆମେ ଦେଖୁଛନ୍ତି ସିଏ କେତେ ମାର୍କ ତମର ହରେଇଛି, ତମର ସବୁ ଠିକ କରିଥିଲେ ପାଇଥାନ୍ତା 140, ତ 140 ରୁ 116 ଗଲେ 24 ମାର୍କ ସେ ହରେଇଛି। ବୁଝି ହଉଛି? ଏତିକି ଯାଏଁ ବୁଝିଗଲ?
ବର୍ତ୍ତମାନ ତମର କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ ପାର୍ଟ ହଉଛି ଦେଖ ଯଦି ସେ ଭୁଲ ଉତ୍ତର ଦଉଛି 1/2 ମାର୍କ ହରଉଛି। ଏଇଠି ଟିକେ କଥାଟି ଭଲ ଭାବରେ ବୁଝିବ। ଗୋଟେ ପ୍ରଶ୍ନ ଯଦି ସେ ଭୁଲ କରିଦଉଛି ନା 1/2 ମାର୍କ ହରଉଛି, ଏବଂ ଠିକ କଲେ ଯୋଉ 2/1/2 ମାର୍କ ମିଳିଥାନ୍ତା ସେଟା ମଧ୍ୟ ସେ ହରଉଛି। ମୋଟ କେତେ ହରଉଛି ତାହେଲେ ନା 1/2 ଯୁକ୍ତ 2/1/2। ତ ଏଇଟା ତମର କେତେ ହେଇଯିବ? ଏଇ 1/2 1/2 ମିଶି କେତେ 1 2 1 3। ବୁଝିହେଲା ତ? ଦେଖ 1/2 2/1/2 ଟା କେତେ 5/2 ନୁହେଁ କି? ତାହେଲେ କେତେ ହବ 1 ପ୍ଲସ 5/2 ମାନେ କେତେ 6/2 = 3। ତ ଗୋଟେ ଭୁଲ କଲେ ସେ 3 ମାର୍କ କରୁଛି। ଏଇଟା ତମର ଇମ୍ପୋର୍ଟାଣ୍ଟ ପଏଣ୍ଟ। କାରଣ ଦେଖ 1/2 ମାର୍କ ତ ଭୁଲ ହେଲା ଗଲା, ଯୋଉ 2/1/2 ମାର୍କ ସେ ପାଇଥାନ୍ତା ଠିକ କରିଥିଲେ ସେଟା ବି ତ ହରେଇଲା ନା। ତ ମୋଟ 3 ମାର୍କ ହରଉଛି। ତ ଟୋଟାଲ ସିଏ ହରେଇଛି କେତେ 24 ମାର୍କ ହରେଇଛି ନା। ତା ମାନେ ଗୋଟେ ଯଦି ସେ ଭୁଲ କରୁଛି, ଗୋଟେ କ୍ୱେଶ୍ଚିନ୍ ଯଦି ଭୁଲ କରୁଛି 3 ମାର୍କ ହରଉଛି। ସିଏ ତମର ହରେଇଛି କେତେ ମାର୍କ 24 ମାର୍କ ହରେଇଛି ନା। ତା ମାନେ ଏଇଟା କେତେ ହେଲା 8 ଗୁଣ ହେଲାଣି। ତାହେଲେ କେତେଟା ସିଏ ଭୁଲ କରିଥିବ 8ଟା କ୍ୱେଶ୍ଚିନ୍ ଭୁଲ କରିଥିବ, ଯୋଉଟା କି ଅପସନ ବି ରେ ଅଛି। ବୁଝିପାରୁଛ ଏବେ? ତ କ୍ୱେଶ୍ଚିନ୍ କେମିତି ବ୍ରେକ୍ କରି କରିବ ଆରାମସେ ହେଇପାରିବ ହେଲା। ତମକୁ ଦେଇଥିଲା ଯେ 60ଟା ପ୍ରଶ୍ନ ଦେଇଛି, ତା ଭିତରୁ ସେ 4ଟା ପ୍ରଶ୍ନ ଆଟେଣ୍ଡ କରିନି, ତା ମାନେ 56ଟା ପ୍ରଶ୍ନ ଆଟେଣ୍ଡ କରିଛି। ଯଦି ସବୁ ଯାକ କ୍ୱେଶ୍ଚିନ୍ ଠିକ ହେଇଥାନ୍ତା ସେ କେତେ ପାଇଥାନ୍ତା? ଗୋଟେ କ୍ୱେଶ୍ଚିନ୍ ପିଛା 2/1/2 ମାର୍କ ସେ ପାଉଛି। ତ 56 ଗୁଣନ 2/1/2 କେତେ ହେଲା 140। କିନ୍ତୁ ସିଏ ପାଇଛି ତମର 116 ମାର୍କ। ତା ମାନେ ସିଏ ହରେଇଛି କେତେ 140 ରୁ 116 ଗଲେ କେତେ ହେଲା 24 ମାର୍କ। ବୁଝି ହଉଛି? ତାପରେ ମୁଁ ଦେଖ ତମକୁ କହିଲି ଯେ ଗୋଟେ ଯଦି ସେ ଭୁଲ କରୁଛି ତାହେଲେ ସେ 1/2 ମାର୍କ ହରଉଛି। କିନ୍ତୁ ଯୋଉ ଠିକ ହେଲେ ଯୋଉ 2/1/2 ମାର୍କ ସେ ପାଇଥାନ୍ତା ସେଟା ବି ତ ହରଉଛି ନା। ତ ଏ ଦିଟା କଣ ପ୍ଲସ୍ କରିବ। ଏଇ ପଏଣ୍ଟ ଟା ସବୁବେଳେ ମନେ ରଖୁଥିବ। ତା ମାନେ ସେ ଗୋଟେ ଭୁଲ କଲେ 3 ମାର୍କ ହରଉଛି, 24 ମାର୍କ ହରେଇଛି। ତାହେଲେ ସେ କେତେଟା ପ୍ରଶ୍ନ ଭୁଲ କରିଛି 24 ହରଣ 3 = 8। ବୁଝିହେଲା ପୁରା କ୍ଲିୟରଲି? ନେକ୍ସଟ ଦେଖ ଏଇଟା ପୁରା ଇଜି କ୍ୱେଶ୍ଚିନ୍ ଅଛି। ତମର ଦେଇଛି 46,199 କୁ 19 ରେ ଡିଭାଇଡ କରିବ, ତାପରେ 17 ରେ, ତାପରେ 11 ରେ ଡିଭାଇଡ କରିବ। ତ ପ୍ରଥମେ ଯଦି 19 ରେ ଡିଭାଇଡ କରୁଛ ଦେଖ 19 ଦୁଗୁଣ କେତେ 38 ମାନେ 8 ହେଲେ କେତେ 81। ଏମିତି ମନେ ମନେ କାଲକୁଲେଟ କରିପାରିବ। 81 ହଉଛି ମାନେ କେତେ ମୁଁ ପକେଇବି 4 ପକେଇବି, ତାପରେ 5 ମାନେ 58, 58 ହେଲେ 3, ତାପରେ 19 ହଉଛି ମାନେ 1, 2431। ତାପରେ ଏଇଟାକୁ ଆମେ କଣ କରିବା ନା 17 ରେ ପୁଣି କାଟିବା, କାରଣ 19 ରେ ଡିଭାଇଡ କଲେ ପୁଣି 17 ରେ ଡିଭାଇଡ କରିବା। 17 କେ 17, ଇଏ ହେଲା ତମ କେତେ 73 ମାନେ 17 ଚଉକୁ 68, 51 ହେଲେ 3। ତାପରେ କଣ କରିବି ଲାଷ୍ଟକୁ କେତେ 11 ଅଛି 11 ଡିଭାଇଡ କରିଦେବି, 11 କେ 11, 33 ହଉଛି ମାନେ 3 ପକେଇଲି। ବୁଝିହେଲା? ଡି ହଉଛି ଆନ୍ସର। ତ ଏଇଟା ତମେ ଏମିତି ମାନେ ଫାଷ୍ଟ କାଲକୁଲେସନ କରି କରିଦେଇ ପାରିବ। ବୁଝି ହଉଛି ତ? ତ 5ଟା କ୍ୱେଶ୍ଚିନ୍ ଯୋଉ ଦେଖିଲେ କିଛି କ୍ୱେଶ୍ଚିନ୍ ଡାଉଟ୍ ନଥିବ। ସୋ ଏଇଭଳି କ୍ୱେଶ୍ଚିନ୍ ଅଧିକରୁ ଅଧିକ ପ୍ରାକ୍ଟିସ କର, ଯେମିତିକି ତମ ପରୀକ୍ଷାରେ ପୁରା ସବୁ କ୍ୱେଶ୍ଚିନ୍ ଠିକ କରିପାରିବ। ଏବଂ ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ସବୁ ପ୍ରାକ୍ଟିସ କରିଦିଅ। ଯାହା ବି କିଛି ଡାଉଟ୍ ରହୁଛି ତମେ ଗ୍ରୁପରେ ଜଏନ୍ ହେଇକି ପଚାରି ପାରିବ। ଏବଂ ଗ୍ରୁପର ଲିଙ୍କ ନିଜ ଫ୍ରେଣ୍ଡସ୍ ମାନଙ୍କ ସହିତ ସେୟାର କରିବାକୁ ଭୁଲିବନି। ଓକେ, ସୋ ଦେଖା ହବା ନେକ୍ସଟ ଭିଡିଓରେ। ସମସ୍ତଙ୍କୁ ବେଷ୍ଟ ଅଫ ଲକ୍।